ଜୀବନ ଏକ ଯୁଦ୍ଧକ୍ଷେତ୍ର। ସଂଘର୍ଷ ଏହାର ନିୟମ। ସାହସରେ ଆଗେଇ ଚାଲ, ପାଇବା ସଫଳତାର ଶୀର୍ଷ। ଇତିହାସ ପାଠରୁ ସଂଗୃହୀତ। ଲେଖକ ବିଶ୍ୱନାଥ କର ଲେଖିଛନ୍ତି, ବର୍ତ୍ତମାନ ଯାହା ଅଛି କିଛି ଆମ୍ଭମାନଙ୍କ ନୟନଗୋଚର ହୁଏ। ସମସ୍ତେ ଅତୀତର ସନ୍ତାନ। ବର୍ତ୍ତମାନ ଯାହା ଅଛି, ଆମ ପାଖରେ ଯାହା ଅଛି ତାକୁ ଆମେ ଦେଖିପାରୁ। ସମସ୍ତେ ଅତୀତର ସନ୍ତାନ, ମାନେ ଅତୀତର ମାନେ ଆଗ ସବୁ ମାନେ ସନ୍ତାନ, ମାନେ ଫାଦର ଗ୍ରାଣ୍ଡ ଫାଦର ସବୁ ଆଗ କାଳର ସବୁ ସନ୍ତାନ। ଜ୍ଞାନ ବିଜ୍ଞାନ ସମ୍ପନ୍ନ ବିଶ୍ୱ ଶତାଧିତ୍ୱ ସଭ୍ୟତା ମାନବ ସମାଜର ଭିତ୍ତିଭୂମି କ'ଣ? ମାନେ ଜ୍ଞାନ ବିଜ୍ଞାନ ସବୁ ଯେଉଁ ଅଛି ତାହେଲେ ସବୁ ମାନେ ମାନବ ସମାଜର ଭିତ୍ତିଭୂମି କ'ଣ? ପାଦ ମୂଳରୁ ଯେତେ ନିମ୍ନ ଦେଶକୁ ଅବତରଣ କର ଦେଖିବ କେବଳ ଖାଲି ନରକଙ୍କା। ମାନେ ଆମ ପାଦ ତଳେ ମାନେ ଆମ ମାଟି ତଳେ କିଏ ଦେଖବା? ଆମେ ମାଟି ତଳେ ମାଟି ଖୋଲିଲେ ଖାଲି ଆମ ମାନେ ପୂର୍ବପୁରୁଷର ସବୁ ନରକଙ୍କାଳ ଗୁଡ଼ାକ ଥିବ। ବର୍ତ୍ତମାନ ଅବସ୍ଥା ଲାଭ କରିବା ପାଇଁ କେତେ ରାଶି ରାଶି ନରଦେହ ପତିତ ହୋଇଅଛି। ମାନେ ବର୍ତ୍ତମାନ ଅବସ୍ଥା ଲାଭ କରିବା ପାଇଁ କେତେ କେତେ ରାଶି ରାଶି ମାନେ ନରଦେହ ପତିତ, ମାନେ ମାଟି ଭିତରେ ଅଛି କେତେ ସାରା ନରଦେହ। ତାହା କିଏ କଳନା କରିପାରିବ? ତାହା ମାନେ କିଏ ଗଣି ପାରିବ? ଗୋଟିଏ ଫରାସୀ ରାଷ୍ଟ୍ର ବିପ୍ଳବ କଥା ସ୍ମରଣ କଲେ ଆମ୍ଭମାନଙ୍କ ହୃତ୍କମ୍ପ ଉପସ୍ଥିତ ହୁଏ। ମାନେ ଗୋଟେ ଫରାସୀ ରାଷ୍ଟ୍ର ବିପ୍ଳବ କଥା ଆମେ ସ୍ମରଣ କଲେ ଆମ ହୃତ୍କମ୍ପ ମାନେ କ'ଣ ହୁଏ? ଉପସ୍ଥିତ ହୁଏ। ଲକ୍ଷ ଲକ୍ଷ ମହାପ୍ରାଣୀର ବିନାଶ ବାର୍ତ୍ତା ଶ୍ରବଣ କରି ଦୁଃଖରେ ଶୋକରେ ପ୍ରାଣ ଅବସନ୍ନ ହୋଇପଡ଼େ। ଯେତେବେଳେ ଆମେ ଲକ୍ଷ ଲକ୍ଷ ପ୍ରାଣୀମାନଙ୍କର ତାକୁ ଆମେ ମାନେ ଦୁଃଖ କଥା ଶୁଣିଲେ ଆମେ ଶୋକରେ କ'ଣ ହେବା? ପ୍ରାଣରେ ପ୍ରାଣ ଅବସନ୍ନ, ମାନେ ପ୍ରାଣ ଛାଡ଼ିଗଲା ଭଳିଆ ଲାଗେ। ମାତ୍ର ଚିନ୍ତା କରି ଦେଖିଲେ ବର୍ତ୍ତମାନ ଉନ୍ନତିର ଗାତ୍ରରେ ଏହିପରି ସହସ୍ର ସହସ୍ର ବିପ୍ଳବର ବିବରଣ ଲିଖିତ ରହିଥିବାର ପ୍ରତ୍ୟକ୍ଷ କରି ହୃଦୟ ମନ ସ୍ତମ୍ଭିତ ହୋଇଯିବ। ପୁଣି ଏହି ପ୍ରତ୍ୟକ୍ଷାଭୂତ ବିପ୍ଳବ ରାଶି ଛଡ଼ା ନୀରବ ଦେହପାତର ସଂଖ୍ୟା କେତେ, ତାହା ବା କିଏ ଗଣନା କରିପାରିବ? ହେଲା, ପିତାମାତାଙ୍କ ଶୁକ୍ର ଶୋଷିତରେ ସନ୍ତାନର ଉତ୍ପତ୍ତି, ମାନେ ପିତାମାତାର ଶୁକ୍ରରେ ସନ୍ତାନ ହିଁ ମାନେ ଜନ୍ମ ହୋଇଥାଏ। ଏହା ଯେପରି ଅଭିସମ୍ବାଦିତ ସତ୍ୟ, ମାନେ ଏଇଟା ଯେମିତି ମାନେ ସତ୍ୟ। ସମଗ୍ର ଅତୀତ ମାନବ ସମାଜ ରକ୍ତ ମାଂସରୁ ବର୍ତ୍ତମାନ ମାନବୋଚିତ ଉଦ୍ଭୂତ। ମାନେ ସେ ମାନେ ଯେମିତି ହେଡ଼ା ମାନେ ଆମେ ଯେମିତି ଶୁକ୍ରରୁ ଜନ୍ମ, ତାହା ମାନେ ଯେମିତି ସତ୍ୟ ସେପରି ମାନବ ଜାତିର ରକ୍ତ ମାଂସ ବର୍ତ୍ତମାନ ମାନବୋଚିତ, ମାନେ ସେହିପରି ମଧ୍ୟ ମାନେ ମାନବ ଜାତି ଭିତରେ ରକ୍ତ ମାଂସ ଅଛି, ହେଡ଼ା ବି ଗୋଟେ ସତ୍ୟ। ପୃଥିବୀର ବର୍ତ୍ତମାନ ଅବସ୍ଥା ମଧ୍ୟରେ ଯେପରି ପୃଥିବୀବର୍ତ୍ତୀ ସକଳ ପ୍ରକାର ଅବସ୍ଥାର ଚିହ୍ନ ଏବଂ ବିଭିନ୍ନ ଶ୍ରେଣୀର ଜୀବରାଶିର ଦେହବଶେଷ ପରିଲକ୍ଷିତ ହୁଏ। ମାନେ ପୃଥିବୀର ବର୍ତ୍ତମାନ ଅବସ୍ଥା ମଧ୍ୟରେ ଯେପରି ପୂର୍ବବର୍ତ୍ତୀ ମାନେ ପହଲା ଯେମିତି ମାନେ ଫାଷ୍ଟରୁ ଯେପରି ମାନେ ପୃଥିବୀ ଥିଲା, ସକଳ ପ୍ରକାର ଅବସ୍ଥା ଚିହ୍ନ ତାର ଏହା କ'ଣ? ମାନେ ପୃଥିବୀ ମାନେ ବଦଳିଗଲା, ଜୀବରାଶି ଦେହବଶେଷ ପରିଲକ୍ଷିତ ହୁଏ। ବର୍ତ୍ତମାନ ମାନବ ସମାଜରେ ଦେହରେ ସେହିପରି ଅତୀତ ମାନବ ସମାଜର ଭାବରାଶି ନିହିତ ଥିବାର ପ୍ରତ୍ୟକ୍ଷ। ମାନେ ଆଜିକାଲି ଯେଉଁ ଲୋକମାନେ ତା ମାନେ ଆଗ କାଳର ଯେଉଁ ଲୋକମାନଙ୍କ ସାଙ୍ଗେ ଟିକେ ଟିକେ ସମାନ ପ୍ରତ୍ୟକ୍ଷ ହୁଏ। ହେଡ଼ା ମାନେ ଆମକୁ ଜଣାପଡ଼େ। ଜଗତ ପରିବର୍ତ୍ତନଶୀଳ ହୁଏ। ଆମ ଜଗତ ଆଗ ମାନେ କ'ଣ ଟେକ୍ନୋଲୋଜି ଥିଲାନି, ଏବେ କ'ଣ ଟେକ୍ନୋଲୋଜି ବାହାରିଗଲା, ତ ସବୁମାନେ ପରିବର୍ତ୍ତନ ହେଇଛି। ସକଳ ବସ୍ତୁର ରୂପାନ୍ତର ହେଲା, ଭାବାନ୍ତର ହେଲା, ଉପସ୍ଥିତି ହୋଇଅଛି। ଏସବୁ ମାନେ ଥିଲା, ମାନେ ଉପସ୍ଥିତି ହେଲା। ତାପରେ ଏହି ଘୋର ପରିବର୍ତ୍ତନ ରାଶି ମଧ୍ୟରେ ଚିର ଅବର୍ତ୍ତନୀୟ ସତ୍ୟ ଅବସ୍ଥିତି କରୁଅଛି। ମାନବର ପ୍ରକୃତ ଉନ୍ନତି ଯାହା, ତାହା ସତ୍ୟ ସଙ୍ଗେ ଘନିଷ୍ଠ ଭାବରେ ସମ୍ବଦ୍ଧ। ମାନେ ମାନବ କେତେବେଳେ ଉନ୍ନତି କରିବ? ଯେତେବେଳେ ସିଏ ସତ୍ୟ ରାସ୍ତାରେ ଯିବ, ସତ୍ୟ ପଥରେ ଯିବ, ସେତେବେଳେ ତାର ଅବସ୍ଥିତି ମାନେ
ମାନେ ତାର ଉନ୍ନତି ହେବ। ତାପରେ ମାନବ ପ୍ରକୃତି ଉନ୍ନତି ଯାହା ସତ୍ୟ ସଙ୍ଗେ ଘନିଷ୍ଠ ସୂତାର ତାର ବିଲୋପ ଅସମ୍ଭବ, ମାନେ ନହେଲେ ତାର ଯଦି ସେ ସତ୍ୟ ସାଙ୍ଗେ ଗଲାନି ତାପରେ ତାର ବିଲୋପ ହେଇଯିବ, ମାନେ ଲିଭିଯିବ। କେବଳ ସତ୍ୟ ସଙ୍ଗେ ବିରୋଧ ଯାହାର ତାହାର ବିନାଶ ଅନିବାର୍ଯ୍ୟ। ଯିଏ ସତ୍ୟକୁ ବିରୋଧ କରିବ ତାର ବିନାଶ ହେବ, ସିଏ ପୃଥିବୀରୁ ମାନେ ବିଲୁପ୍ତ ହୋଇଯିବ। ମାନବ ସମାଜ ମଧ୍ୟରେ ଏହି ବ୍ୟାପାର ଚିରକାଳ ଲାଗି ରହିଅଛି। ମାନବ ସମାଜରେ ଏଇ ଯେଉଁ ବ୍ୟାପାରଟା ମାନେ ଯେଉଁ ବିଲୁପ୍ତ ହେବାଟା ସେଇଟା ଆଗରୁ ବି ଚାଲି ଆସୁଛି। ସକଳ ପ୍ରକାର ବିପ୍ଳବର ମୂଳରେ ଏହି ନିଗୂଢ଼ କାରଣଟି ବିଦ୍ୟମାନ। ସକଳ ପ୍ରକାର ବିପ୍ଳବର ମୂଳରେ ଏପରି ନିଗୂଢ଼ କାରଣଟି ବିଦ୍ୟମାନ। କ୍ଷୁଦ୍ର ଅଗ୍ନିକଣା ତୁଲ୍ୟ ଗୋଟିଏ ନିର୍ଭୂତ ହୃଦୟର ଚିନ୍ତା ପରିବ୍ୟର୍ଥା ହୋଇ ପ୍ରଚଣ୍ଡ ଅଗ୍ନିକାଣ୍ଡ ଉପସ୍ଥିତ କରେ ଏବଂ ତଦ୍ୱାରା ରାଶି ରାଶି ଅସତ୍ୟ ଅନ୍ୟାୟ ଅସାମ୍ୟ ପରିବର୍ତ୍ତନ ଅପବିବ୍ରତା ଶୁକ୍ର ତୃଣରାଶି ତୁଲ୍ୟ ଭସ୍ମୀଭୂତ ହୋଇଯାଏ। ମାନେ ସକଳ ପ୍ରକାର ବିପ୍ଳବର ମୂଳରେ ନିଗୂଢ଼ କାରଣଟି ବିଦ୍ୟମାନ। ମାନେ ସବୁ ମାନେ ବିପ୍ଳବରେ ସବୁର ମାନେ ଗଛ ମୂଳରେ ଯେ ସବୁ କାରଣର ବିଦ୍ୟମାନ, ସବୁ ମାନେ ମୂଳଟା ଗଛ ଚେରରେ। ମାନେ ଲେଖକ କହିଛନ୍ତି କ୍ଷୁଦ୍ର ଅଗ୍ନିକଣା ତୁଲ୍ୟ ଗୋଟିଏ ନିର୍ଭୂତ ହୃଦୟର ଚିନ୍ତା ପରିବ୍ୟକ୍ତା ହୋଇ ପ୍ରକାଣ୍ଡ ଅଗ୍ନିକାଣ୍ଡ ପରି ଉପସ୍ଥିତି କରେ। ମାନେ ଯେପରି କ୍ଷୁଦ୍ର ଅଗ୍ନିକଣା ଯେ ସେ ମାନେ ଗୋଟେ ବହୁତ ବଡ଼ ନିଆଁକୁ ଜଳେଇ ପାରେ। ଗୋଟେ ଟିକେ ବି ମାନେ ନିଆଁ ଲାଗିଗଲା ତ ପୁରା ଜଙ୍ଗଲଟା କ'ଣ ଜଳିଯିବ। ତ ତଦ୍ୱାରା ରାଶି ରାଶି ଅସତ୍ୟ ହେଲା, ଅନ୍ୟାୟ ହେଲା, ଅସାମ୍ୟ ହେଲା, ଅପବିତ୍ର ହେଲା, ଶୁଷ୍କ ହେଲା, ତୃଣରାଶି ତୁଲ୍ୟ ଭସ୍ମୀଭୂତ ହୋଇଯାଏ। କେବଳ ବିଶୁଦ୍ଧ ସତ୍ୟଟି ସାରା ବସ୍ତୁଟି ପୂର୍ବାପେକ୍ଷା ଉଜ୍ଜ୍ୱଳତର ଆକାରରେ ପ୍ରତିଭାତ ହୁଏ। ତାହାଠୁ ବିଶୁଦ୍ଧ ଅବସ୍ଥାରେ ସତ୍ୟ ସାରଟି ପୂର୍ବ ଅପେକ୍ଷା ଆକାରରେ ମାନେ ପ୍ରତିଭାତ ହୁଏ। କାହାକୁ? ଲୋକମାନଙ୍କଠୁ। ଜାତି ବିଶେଷ ଉତ୍ଥାନ ବା ପତନ ଏହି ସର୍ବଭୂମିକା ନିୟମର ଅଧୀନ। ଜାତି ଏସବୁ ଉତ୍ଥାନ ପତନ ସବୁ ଏଇସବୁ ମାନେ ନିୟମ ଜାତିର ସବୁ। ଅତୀତ କାଳରେ ମାନବ ସମାଜ ମଧ୍ୟରେ ନିୟମ କାର୍ଯ୍ୟପ୍ରଣାଳୀ ହିଁ ପ୍ରକୃତି ଇତିହାସ। ଅତୀତ କାଳରେ ଯେଉଁ ମାନବ ସମାଜରେ ସବୁ ନିୟମ ଗୁଡ଼ାକ ଥିଲା ତାକୁ କୁହାଯାଉଥିଲା ଇତିହାସ। ଏହି ବିବରଣୀରେ ଯିଏ ଯେ ପରିମାଣରେ ପାଠ କରିପାରେ ସେ ସେହି ପରିମାଣରେ ଇତିହାସଜ୍ଞ। ମାନେ ଇତିହାସଜ୍ଞ ମାନେ ଯାହାର ଇତିହାସ ଉପରେ ଜ୍ଞାନ ଅଛି ତାକୁ କୁହାଯାଏ ଇତିହାସଜ୍ଞ। ମାନେ ଯିଏ ଯେପରି ମାନେ ଭଲ ପାଠ ପଢ଼ିବ ସେହି ଇତିହାସ ଉପରେ ମାନେ ସେହି ପରିମାଣରେ ସେ ଇତିହାସ ଉପରେ ଜ୍ଞାନ ରଖିପାରିବ, ତାକୁ କୁହାଯାଏ ଇତିହାସଜ୍ଞ। ତ ଯଦି ଭିଡ଼ିଓଟି ଭଲ ଲାଗୁଛି ଲାଇକ୍ କମେଣ୍ଟ ସେୟାର କରନ୍ତୁ। ତାପରେ ଆଗକୁ ଯିବା। ବ୍ୟକ୍ତିଗତ ଜୀବନ ବିଷୟ ଆଲୋଚନା କଲେ ଆମ୍ଭେମାନେ ସମଷ୍ଟିଗତ ଜୀବନ ବା ମାନବ ଜାତିର ବିଷୟ ସହଜରେ ବୁଝିବାକୁ ସମର୍ଥ ହେଉ। ମାନେ ବ୍ୟକ୍ତିଗତ ଜୀବନର ବିଷୟ ଆଲୋଚନା କଲେ ଆମ୍ଭେମାନେ ସମଷ୍ଟିଗତ ଜୀବନ ବା ମାନବ ଜାତିର ବିଷୟ ସହଜରେ ବୁଝିବା ସମର୍ଥ। ମାନେ ବ୍ୟକ୍ତିଗତ ଜୀବନରେ ଯେତେବେଳେ ଆମେ ତାର ଆଲୋଚନା କରୁ ତାହେଲେ ଜୀବନ ବା ମାନବ ଜାତିର ତା ବିଷୟରେ ଆମେ ସମର୍ଥ ମାନେ ବୁଝିପାରୁ ଆଉ ତାକୁ ଜାଣିପାରୁ। ମାନବ ଜୀବନରେ କେବଳ ଗୋଟିଏ ଘଟଣା ସମଷ୍ଟି ଛଡ଼ା ଆମ୍ଭେମାନେ ଆଉ ଅଧିକ କିଛି ଦେଖିପାରୁନାହିଁ। ମାନବ ଜୀବନରେ ଯେତେବେଳେ ଗୋଟିଏ ଘଟଣା ହୁଏ ତାକୁ ସେ ଦୁଃଖରେ ଆଉ କିଛି ମାନେ ସେ ଦେଖି ନେଇ ପାରନ୍ତି। ସମସ୍ତ ଘଟଣାର ଲକ୍ଷ୍ୟ ଏକ, ମାନେ ସବୁ ଘଟଣାର ମୂଳ ଏକ। ଗତି ଏକ ଆଡ଼କୁ, ତାର ସବୁ ଗତି ଏକ ଆଡ଼କୁ। ଗୋଟିଏ ଘଟଣା ସମୟରେ ଜୀବନ ଯେଉଁଠାରେ ଥିଲା, ଯେଉଁ ଅବସ୍ଥାରେ ଥିଲା, ଆଉ ଗୋଟିଏ ଘଟଣା ବେଳକୁ ସେଇ ସ୍ଥାନରେ ବା ସେଇ ଅବସ୍ଥାରେ ନାହିଁ। ମାନେ ଗୋଟେ ଘଟଣା ହେଲା ତ ଜୀବନ ମାନେ ଯେପରି ସୁଖରେ ଥିଲା ସେଇ 2 ନମ୍ବର ଥର ବେଲେ ସେପରି ସୁଖ ନ ହୋଇକରି ଅଧିକା ସୁଖ ହେବ, ଅଧିକା ଦୁଃଖ ହେବ। ସେଇ ମାନେ ପରିସ୍ଥିତିରେ ତମେ ନାଇଁ ରହିପାର, ଧନୀ ଥିଲେ ଗରିବ ହେଇଯିବ। ତ ସେଇଟାକୁ କୁହାଯାଇଛି।
ସ୍ତରେ ନାହିଁ। କୌଣସି ସମୟରେ ଏପରି ମଧ୍ୟ ଦେଖାଯାଏ ଯେ ଜୀବନ କିଛି ଦୂର ପାଶ୍ଚାତ୍ୟପଦ ହୋଇଅଛି। ମାନେ ଜୀବନ ଏପରି ଦେଖାଯାଏ ଯେ ଜୀବନ କିଛି ଦୂର ପରେ ପାଶ୍ଚାତ୍ୟପଦ ମାନେ ହୋଇଅଛି। ମାତ୍ର ପରିବର୍ତ୍ତନଟା ଘଟଣା ସେହି ପାଶ୍ଚାତ୍ୟ ଗତିର ଯଥେଷ୍ଟ କ୍ଷତିପୂରଣ କରିଥାଏ। ପରିବର୍ତ୍ତନ ହିଁ ସଂସାରର ନିୟମ। ତ ପରିବର୍ତ୍ତନ ହେବା ଦ୍ୱାରା ସେ ଘଟଣା ମାନେ କ୍ଷତିପୂରଣ ବି ହୋଇଥାଏ ସେ ଘଟଣାର। ସେଥିପାଇଁ କେତେବେଳେ ଆଲୋକ, କେତେବେଳେ ଅନ୍ଧକାର, କେତେବେଳେ ଉଚ୍ଚ ହାସ୍ୟଧ୍ୱନି, କେତେବେଳେ ଧର୍ମ ମର୍ମ ଭେଦି ହାହାକାର, ଏହିପରି ପରସ୍ପର ବିରୁଦ୍ଧ ଓ ପ୍ରତିକୂଳ ଅବସ୍ଥା ଭିତରେ ମାନବ ଜୀବନ ପ୍ରକୃତ ରୂପେ ଗଠିତ ହୁଏ। ମାନେ ଯେପରି ଆଲୋକ ଅନ୍ଧକାର। ଥରେ ଆମେ ଭାବ ପରୀକ୍ଷାରେ ଫାଷ୍ଟ ହେଲେ, ଥରେ ଭାବ ଆମ ପରୀକ୍ଷାରେ ମାର୍କ କମିଗଲା, ତ ସେଥିରେ ନିରାଶ ନାହିଁ କରି ଆଗକୁ ଯିବା କଥା। ତ ସେଇଟା କୁହାହେଉଛି କି ଅନ୍ଧକାର, କେତେବେଳେ ହାସ୍ୟଧ୍ୱନି, କେତେବେଳେ କିଏ କହିଦେବ, କେତେବେଳେ ଲୋକମାନେ କାହା ଉପରେ ହସି ଦେବେ। ତ ଏହିସବୁ ମାନେ ମର୍ମ ଭେଦି ହାହାକାର, ଏପରି ବିରୁଦ୍ଧ ଆଉ ପ୍ରତିକୂଳ, ଏସବୁକୁ ମାନବ ଜୀବନର ପ୍ରକୃତ ରୂପେ ଗଠିତ ହୁଏ। ନିରବଚ୍ଛିନ୍ନ ଆଲୋକ ବା ଆନନ୍ଦ ମାନବ ଜୀବନରେ ବା ସମାଜରେ କଦାପି ଦୃଷ୍ଟ ହୁଏ ନାହିଁ। ମାନେ ନିରବଚ୍ଛିନ୍ନ ଆଲୋକ ବା ଆନନ୍ଦ, ନିରବଚ୍ଛିନ୍ନ ଆଲୋକ ଯେପରି ଆମକୁ ବା ଆନନ୍ଦ ମାନବ ଜୀବନରେ ଯେପରି ସମାଜରେ କଦାପି ଦୃଷ୍ଟ ହୁଏନି, ମାନେ ଦିଶେନି, ହେବାର ସମ୍ଭାବନା ମଧ୍ୟ ନାହିଁ। ତ ସ୍ଥୂଳ ଦୃଷ୍ଟି ମାନବ ନିକଟରେ ଜଗତଟା କେବଳ ବିରୁଦ୍ଧ ଭାବପୂର୍ଣ୍ଣ। ଯାହାର ସ୍ଥୂଳ ଦୃଷ୍ଟି ମାନେ ସିଏ କମ୍ ଦେଖୁଥିବ, ମାନେ ଜଗତକୁ ଯିଏ ଦେଖିନି, ତାର ଲାଗି ବିରୁଦ୍ଧ ଭାବ, ମାନେ ଜଗତଟା ତାର ଲାଗି ବିରୁଦ୍ଧ ଭାବ। ମାତ୍ର ଚିନ୍ତାଶୀଳ ମନୁଷ୍ୟ ସର୍ବ ପ୍ରକାର ବିରୋଧ ମଧ୍ୟରେ ସାମଞ୍ଜସ୍ୟ ଦର୍ଶନ। ଯିଏ ଚିନ୍ତା କରିପାରୁଛି ସେ ସବୁ ବିଷୟରେ ସେ ଜାଣିପାରିବ, ସବୁ ସାମଞ୍ଜସ୍ୟ ବି ସବୁ, ମାନେ ଏଇ ଜିନିଷଟା କଲେ କିରା ହେବ, ଏଇଟା ସେ କଲେ କିରା ହେବ, ସେ ସବୁ ବିଷୟରେ ସେ ଜାଣିପାରିବ। ସମସ୍ତର ଗତି ଏକ ଆଡ଼କୁ ଏବଂ ଅଖଣ୍ଡ ନିୟମରେ ସମସ୍ତ ଘଟଣାବଳୀର ନିୟନ୍ତ୍ରଣ ହେଉଛି। ସମସ୍ତର ଗତି ଗୋଟେ ଆଡ଼କୁ ଆଉ ଅଖଣ୍ଡ ନିୟମରେ ଏଇସବୁ ନିୟମ ଗୁଡ଼ାକ ଚାଲିଥିବ ଆଗକୁ ବି। ଏସବୁ ପୁରାଣ କାଳରୁ ଇତିହାସରୁ ଯେଉଁ ସବୁ ଚାଲି ଆସୁଛି ତାକୁ ବିଶ୍ୱନାଥ କର ଲେଖିଛନ୍ତି। ବ୍ୟକ୍ତିଗତ ଜୀବନରେ ଯେପରି ନାନା ଘଟଣା, ନାନା ପରିବର୍ତ୍ତନ ଭିତରେ ସାରଭୂତ ଜୀବନଟି ଉନ୍ନତ ଆଡ଼କୁ ଅଗ୍ରସର ହୁଏ। ମାନେ ଯେପରି ମାନେ ଗୋଟେ ବ୍ୟକ୍ତିର ଜୀବନ ନାନା ଘଟଣା, ନାନା ପରିବର୍ତ୍ତନ ଦ୍ୱାରା ସବୁ ମାନେ ଗୋଟେ ଜୀବନର ଉନ୍ନତ ଆଡ଼କୁ ସେ ଲୋକଟି ମାନେ ଅଗ୍ରସର ହୁଏ। ସମାଜ ମଧ୍ୟ ସେହିପରି ନାନା ଘଟଣା ବା ନାନା ପରିବର୍ତ୍ତନ ଦ୍ୱାରା ଉନ୍ନତର ଅବସ୍ଥାକୁ ନୀତ ହୁଏ। ସଂସାର ବି ସେହିପରି ନାନା ଘଟଣା ଦ୍ୱାରା ଆଉ ନାନା ପରିବର୍ତ୍ତନ ଦ୍ୱାରା ସଂସାରଟି ବି ମାନେ ଚାଲିଥାଏ। ପ୍ରକୃତ ପକ୍ଷେ ଜଗତର କୌଣସି ଘଟଣା ଅର୍ଥଶୂନ୍ୟ, ମାନେ ପ୍ରକୃତ ପକ୍ଷେ ଜଗତର କୌଣସି ଘଟଣା ବି ମାନେ ଅର୍ଥଶୂନ୍ୟ ମାନେ ନୁହେଁ। ମାନେ ଯେଉଁ ଘଟଣା ବି ହେଉଛି, ତ ସେଇ ଘଟଣା ମାନେ କିଛି କାରଣ ପାଇଁ ମାନେ ହେଉଛି। କୌଣସି ମାନେ ଘଟଣାର ମୂଲ୍ୟ ମାନେ ନାହିଁ ବୋଲି ସେପରି ଆମେ କହି ମାନେ ପାରିବା ନାହିଁ। ତ ହେତିକିରେ ରହିବା। ଯଦି ଭିଡ଼ିଓଟି ଭଲ ଲାଗିଲା ଲାଇକ୍, କମେଣ୍ଟ, ସେୟାର କରନ୍ତୁ। ଯଦି ନେକ୍ସଟ ପାର୍ଟ ଦରକାର ତ କମେଣ୍ଟରେ କୁହନ୍ତୁ। ତ ରହିବା। ନମସ୍କାର।